ଶ୍ରୀ ଜଗନ୍ନାଥ ପିଲାମାନେ ପିଲାମାନେ ଏବେ ଆମେ ରଚନା ବିଷୟରେ ଆଲୋଚନା କରିଦେବା। CBSE କ୍ଲାସ୍ 10 ଓଡ଼ିଆ ପୂର୍ବବର୍ଷ ପ୍ରଶ୍ନପତ୍ର ଧ୍ୟାନରେ ରଖି ନିମ୍ନଲିଖିତ ରଚନା ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାନେ କିଛି ଆମେ ରଚନା ଏମିତି ଆସିପାରେ ବୋଲି ଆମେ ଗୋଟେ ଏକ୍ଜାମ୍ପଲରେ ଦିଆହେଇଛି। ପରୀକ୍ଷା ପାଇଁ ଅତ୍ୟାବଶ୍ୟକ 6ରୁ 10ଟି ରଚନା ବିଷୟ। ପ୍ରଥମ 1 ନମ୍ବର ପଏଣ୍ଟରେ ପରିବେଶ ସୁରକ୍ଷା। ପରିବେଶ ସୁରକ୍ଷା ଗୋଟେ ହେଡ଼ିଂ ଦିଆହେଇଛି, ଯେମିତିକି ତା ଭିତରେ ଆସିପାରେ ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଂ, ବୃକ୍ଷରୋପଣ, ବନ ମହୋତ୍ସବ। ହୁଏତ ପିଲାମାନେ ପରିବେଶ ସୁରକ୍ଷା ପଡ଼ିପାରେ, ନହେଲେ ପଡ଼ିପାରେ ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଂ, ଯେକୌଣସି ବିଷୟରେ ବି ଗୋଟେ ରଚନା ଲେଖ ବୋଲି ପଡ଼ିପାରେ। ଠିକ୍ ଅଛି। ଦ୍ୱିତୀୟ ପଏଣ୍ଟଟି ହେଉଛି ଶିକ୍ଷାର ମହତ୍ତ୍ୱ। ନୂତନ ଶିକ୍ଷାନୀତି, ଧନ୍ଦାମୂଳକ ଶିକ୍ଷା, ମୂଲ୍ୟବୋଧ ଶିକ୍ଷା। 3 ନମ୍ବରରେ ହେଉଛି ଡିଜିଟାଲ ଭାରତ ବା ପ୍ରଯୁକ୍ତିର ପ୍ରଭାବ, ଇଣ୍ଟରନେଟ୍ର ଲାଭ ଓ କ୍ଷତି। ଏଥିରେ ଆଉ ଗୋଟେ ବିଷୟ ବି ଆସିପାରେ, ସୋସିଆଲ ମିଡ଼ିଆର ଲାଭ କ'ଣ କ୍ଷତି କ'ଣ। ସୋସିଆଲ ମିଡ଼ିଆର ଲାଭ ଓ କ୍ଷତି ମଧ୍ୟ ଆସିପାରେ। ଠିକ୍ ଅଛି। 4 ନମ୍ବର ପଏଣ୍ଟକୁ ଯିବା, ଯୁବଶକ୍ତି ଓ ଜାତି ଗଠନ, ଦେଶର ଉନ୍ନତିରେ ଯୁବକମାନଙ୍କ ଭୂମିକା। 5 ନମ୍ବର ପଏଣ୍ଟକୁ ଯିବା, ସ୍ୱଚ୍ଛ ଭାରତ ଅଭିଯାନ, ସାମାଜିକ ଦାୟିତ୍ୱ ଭିତ୍ତିକ ବିଷୟ। ବୁଝିହେଲା ପିଲାମାନେ। 6 ନମ୍ବରକୁ ଯିବା, ମୋର ପ୍ରିୟ ଶିକ୍ଷକ ବା ମୋର ଆଦର୍ଶ ବ୍ୟକ୍ତିତ୍ୱ ବା ବ୍ୟକ୍ତିଗତ ଅନୁଭୂତି ଭିତ୍ତିକ ରଚନା। ଠିକ୍ ଅଛି। 7 ନମ୍ବରକୁ ଯିବା, କ୍ରୀଡ଼ାର ଗୁରୁତ୍ୱ, ଶାରୀରିକ ଓ ମାନସିକ ବିକାଶ। 8 ନମ୍ବରକୁ ଯିବା, ବିଜ୍ଞାନର ଆଶୀର୍ବାଦ ଓ ଅଭିଶାପ। ଠିକ୍ ଅଛି ପିଲାମାନେ। 9 ନମ୍ବରକୁ ଯିବା, ମହିଳା ସଶକ୍ତିକରଣ। ଠିକ୍ ଅଛି। 10 ନମ୍ବର ଯିବା, ପରୀକ୍ଷାର୍ଥୀ ଜୀବନରେ ଶିଷ୍ଟାଚାରର ମହତ୍ତ୍ୱ। ଏବେ ଆମେ ଆଲୋଚନା କରିବା ରଚନା ଲେଖିବାର ଷ୍ଟେପ୍ ବାଇ ଷ୍ଟେପ୍ ଗାଇଡ଼। ଠିକ୍ ଅଛି ପିଲାମାନେ। 1 ନମ୍ବରକୁ ଯିବା, ଶୀର୍ଷକ ସ୍ପଷ୍ଟ ଭାବେ ଲେଖ। ଯେଉଁ ରଚନାଟି ପଡ଼ିଛି, ଧର ଲେଖା ଗୋଟେ ଏକ୍ଜାମ୍ପଲରେ କହୁଛି, ଗୋଟେ ନଈ ବଢ଼ି ବୋଲି ରଚନା ଲେଖା ହେଇଛି, ସେଟା ଲେଖିବେ ଯେ ନଈ ବଢ଼ି। ଯେମିତି କୋଶ୍ଚିନ୍ ନମ୍ବର ଧର 5ରେ ରଚନା ପଡ଼ିଛି କି 6ରେ ରଚନା ପଡ଼ିଛି ନଈ ବଢ଼ି, ତ ନଈ ବଢ଼ିଟିକି କୋଶ୍ଚିନ୍ ନମ୍ବର 6ଟି ଯେମିତି ଆମେ ଲେଖୁଛନ୍ତି, ସେ ସାଇଡ଼୍ରେ ଆମେ ନଈ ବଢ଼ିଟାକୁ ମଝାମଝି ଲେଖିବା, ତାକୁ ଅଣ୍ଡରଲାଇନ୍ ମଧ୍ୟ କରିବା। ଠିକ୍ ଅଛି। 2 ନମ୍ବରକୁ ଯିବା, ଉପକ୍ରମ। 4ରୁ 5 ଲାଇନ୍ ଲେଖିବେ, ବେଶୀ ଲେଖିବା ଆବଶ୍ୟକତା ନାହିଁ। ବିଷୟର ସାଧାରଣ ପରିଚୟ, ମାନେ ଯେଉଁ ବିଷୟରେ ପଡ଼ିଛି ସେ ବିଷୟର ଗୋଟେ ସାମ୍ୟକ ପରିଚୟ ଉପକ୍ରମରେ ଦିଆହେବ। ଉପକ୍ରମ ଛୋଟ, ସରଳ ଓ ସ୍ପଷ୍ଟ ହେଉ। ଯେଉଁ 4-5 ଲାଇନ୍ ଲେଖିବ, ସେଇ ବିଷୟବସ୍ତୁକୁ ଆଧାର କରିକି 4-5 ଲାଇନ୍ ଲେଖିବ। 3 ନମ୍ବର ପଏଣ୍ଟକୁ ଯିବା, ମୂଳ ବିଷୟବସ୍ତୁ, ମାନେ 3-4 ଅନୁଚ୍ଛେଦ, ମାନେ 3-4ଟା ଷ୍ଟେପ୍ରେ ପାରାଗ୍ରାଫରେ ଲେଖା ହେବ। ଠିକ୍ ଅଛି। ପ୍ରତ୍ୟେକ ଅନୁଚ୍ଛେଦରେ ଗୋଟିଏ ପ୍ରମୁଖ ପ୍ରସଙ୍ଗ, ମାନେ ପ୍ରତ୍ୟେକ ପାରାଗ୍ରାଫରେ ଗୋଟିଏ ପ୍ରମୁଖ ପ୍ରସଙ୍ଗ ଉପରେ ଲେଖିବ, ଯେମିତିକି କାରଣ, ଗୁରୁତ୍ୱ, ଲାଭ କ୍ଷତି, ସମାଧାନ ବା ଉପାୟ। ଠିକ୍ ଅଛି। ତାପରେ ଷ୍ଟେପ୍କୁ ଆସିବା, ପ୍ରତ୍ୟେକ ଅନୁଚ୍ଛେଦ 5-6 ଲାଇନ୍ ହେଉ। ଠିକ୍ ଅଛି। 5-6 ଲାଇନ୍ରେ ଲେଖିଲେ ଏ ବିଷୟର କାରଣ କ'ଣ, ଏ ବିଷୟର ଗୁରୁତ୍ୱ କ'ଣ, ଏ ବିଷୟର ଲାଭ କ୍ଷତି କ'ଣ, ଏ ବିଷୟର କେମିତି ସମାଧାନ କରାଯିବ, ଆ ପାଇଁ କେଉଁ ଉପାୟ ଅବଲମ୍ବନ କରାଯିବ, ସେସବୁ 3-4 ଲାଇନ୍ 5-6 ଲାଇନ୍ ଭିତରେ ରଖିବ, ବେଶୀ ଲେଖିବ ନାହିଁ। ସରଳ ଭାଷା ବ୍ୟବହାର କର, ଯେମିତିକି ଓଡ଼ିଆରେ ସରଳ ଭାଷା ବ୍ୟବହାର କରିବ। ଆଉ ନହେଲେ ଅତି ଲିଙ୍ଗୁଇଷ୍ଟିକ୍ ଓଡ଼ିଆ ପୁରା ଜଟିଳ ଭାଷା ଦେଲେ ହୁଏତ ଲାଇନ୍ ଭୁଲ ହେଇପାରେ, ନହେଲେ ବିଷୟବସ୍ତୁରୁ ଲାଇନ୍ ଚ୍ୟୁତ ମାନେ ହଟିଯାଇକି ଅଲଗା କିଛି ଲେଖିବାକୁ ମନ ହେଇପାରେ। ଏବେ 4 ନମ୍ବର ପଏଣ୍ଟକୁ ଆସିବା, ଉପସଂହାର। 3ରୁ 4 ଲାଇନ୍ ଲେଖିବେ। କ'ଣ ଉପସଂହାରରେ ଲେଖା ମାନେ ରହିବ, ତାର ବିଷୟର ସାରାଂଶ, ଭବିଷ୍ୟତ ଆଶା, ସନ୍ଦେଶମୂଳକ ଶେଷ ଲାଇନ୍। ବୁଝିହେଲା। ମାନେ ଗୋଟେ ପଞ୍ଚ ଲାଇନ୍ ରହିବ, ଶେଷରେ ପଞ୍ଚ ଲାଇନ୍ ଗୋଟେ ଦେବ, ଯେଉଁଥିରେ ମାର୍କ ଫେଚିଂଟା ଭଲ ହୁଏ। ହେଲା। ତାପରେ ଆସିବା, ପରିଷ୍କାର ଲେଖିବେ, ପୁରା ନିଟ୍ ଆଣ୍ଡ କ୍ଲିନ୍ ଲେଖିବ। ସେକେଣ୍ଡ ହେଉଛି ଭାଷାର ସଠିକ୍ ବ୍ୟବହାର କରିବ। ଥାର୍ଡ଼ରେ ହେଉଛି ବ୍ୟାକରଣ ଭୁଲ କରିବେ ନାହିଁ। ତାପରେ ହେଉଛି ଅନୁଚ୍ଛେଦ ବିଭାଜନ, ମାନେ ପାରାଗ୍ରାଫ ମେକିଂ। ଯେଉଁ ପାରାଗ୍ରାଫଟା ଲେଖୁଛ, ଗୋଟେ ପାରାଗ୍ରାଫରୁ ଆଉ ଗୋଟେ ପାରାଗ୍ରାଫ ମନେ କରିକି ସେଟାକୁ ଅଲଗା ଅଲଗା ଲେଖିବେ। ଶବ୍ଦ ସୀମା 150ରୁ 200 ଶବ୍ଦ
ଯଥେଷ୍ଟ। 5ଟି ଗୋଲ୍ଡେନ୍ ଟିପ୍ସ ମନେ ରଖ ପିଲାମାନେ। ମୁଖ୍ୟ ପଏଣ୍ଟ ଆଗରୁ ମନରେ ତିଆରି କର। ରଚନା ଆରମ୍ଭରେ 2 ମିନିଟ୍ ଆଉଟଲାଇନ୍ ଭାବ। ସୁନ୍ଦର ହ୍ୟାଣ୍ଡରାଇଟିଂ କର। କଟାକଟି କର ନାହିଁ। ଶେଷରେ 1 ମିନିଟ୍ ନିହାତି ରିଭ୍ୟୁ, ନିହାତି ତ ସମ୍ପୂର୍ଣ୍ଣ ପେପରଟି ରିଭ୍ୟୁ କରିବ ଲେଖି ସାରିଲା ପରେ, କିନ୍ତୁ ରଚନାଟିକି ଗୋଟେ ମିନିଟ୍, କାହିଁକିନା ବଡ଼ ଲେଖା ହେବ ତ ସେଥିପାଇଁ 1-2 ମିନିଟ୍ ତାକୁ ରିଭ୍ୟୁ କରିଦେବ, ଆଉ ଥରେ ପଢ଼ିଦେବ। ଠିକ୍ ଅଛି ପିଲାମାନେ, ଆମେ କିଛି ରଚନାର ଆଉଟଲାଇନ୍ ଦେଇଛୁ, ତମେମାନେ ମାଇଣ୍ଡରେ ଫ୍ରେମ୍ କରିପାରିବ ଯେ କେମିତି ଲେଖା ହେଉଛି। ସେଥିରେ ଉପକ୍ରମ, ବିଷୟବସ୍ତୁ, ଉପକାରିତା, ଅପକାରିତା, ଶେଷ କଥା ବା ଉପସଂହାର ନିଜେ ଲେଖିବାକୁ ଚେଷ୍ଟା କର। ନିଜେ ମାର୍କ କର। ଏମିତି ହୋମୱାର୍କ କରିବାକୁ ହେବ। ସ୍କ୍ରିନଶଟ୍ ନେଇ ପ୍ରାକ୍ଟିସ୍ କରିବା ଷ୍ଟାର୍ଟ କର। ବେଷ୍ଟ ଅଫ୍ ଲକ୍। ଚ୍ୟାନେଲକୁ ସେୟାର କର ଆଣ୍ଡ ସବସ୍କ୍ରାଇବ୍ କର, ଲାଇକ୍ କର। କାହାର ବି ଦରକାର ହୋଇପାରେ, ବିଦ୍ୟା ବାଣ୍ଟିଲେ ବଢ଼େ। ତମମାନଙ୍କର ନିହାତି ଭଲ ହେବ ଓଡ଼ିଆ ପେପର। ଧନ୍ୟବାଦ। ତୁମମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓଡ଼ିଆ ଏକ୍ଜାମ୍ ପେପର ପାଇଁ। ବେଷ୍ଟ ଅଫ୍ ଲକ୍। ସମସ୍ତଙ୍କର ଭଲ ହେବ।